ଜୀବନରେ ଅଭାବ ସମସ୍ତଙ୍କର ଥାଏ। କାହାର ସମୟର ଅଭାବ ତ କାହାର ଧନର ଅଭାବ, କାହାର ସମ୍ପର୍କର ଅଭାବ ତ ଆଉ କାହାର ଶାନ୍ତିର ଅଭାବ। ତା ଭିତରେ ଯିଏ ଖାପ ଖୁଆଇ ବଞ୍ଚିପାରିଲା ସେ ହିଁ ଜୀବନର ଯୁଦ୍ଧରେ ଜିତିପାରିବ। ଜୀବନରେ ନିଜକୁ ଏତେ ମଜବୁତ କରିନିଅ ଯେମିତି କେହି ଚାହିଁଲେ ବି ତୁମକୁ ଭାଙ୍ଗି ପାରିବେ ନାହିଁ। ଯଦି ତୁମେ ସେହି ସମୟରେ ହସି ପାରୁଛ ଯେତେବେଳେ ତୁମେ ଭିତରୁ ଭାଙ୍ଗି ପଡ଼ିଥାଅ, ବିଶ୍ୱାସ ରଖ ଏ ଦୁନିଆର କୌଣସି ଶକ୍ତି ତୁମକୁ କେବେ ଭାଙ୍ଗି ପାରିବ ନାହିଁ। ଦୁଃଖ ସମସ୍ତଙ୍କ ଜୀବନରେ ଆସିଥାଏ। ଫରକ ଖାଲି ଏତିକି, କିଏ ସହିଯାଇଥାଏ ତ ଆଉ କିଏ କହିଦେଇଥାଏ। ଯିଏ ସହିଯାଇଥାଏ ସିଏ ଆଗକୁ ଯାଇଥାଏ, ଯିଏ କହିଦେଇଥାଏ ସିଏ ଗୋଟିଏ ଜାଗାରେ ପଡ଼ି ରହିଥାଏ। ଜୀବନରେ ଆସୁଥିବା ସବୁ ଝଡ଼ ତୋଫାନ ଆମ ରାସ୍ତାକୁ କେବେ ଅଟକାଇ ନଥାଏ। କିଛି ଝଡ଼ ତୋଫାନ ଆମ ରାସ୍ତାକୁ ମଧ୍ୟ ସଫା କରି ଦେଇଥାଏ। ସବୁବେଳେ ମନେ ରଖନ୍ତୁ, ଜୀବନରେ ହାରନ୍ତୁ ଅବା ଜିତନ୍ତୁ, କିନ୍ତୁ ପ୍ରୟାସ ସବୁବେଳେ ଜାରି ରଖନ୍ତୁ। କାହିଁକି ନା ବେଳେବେଳେ ସମୟ ଖରାପ ରାସ୍ତାରେ ପହଞ୍ଚାଇ ଦେଇଥାଏ। ଲୋକମାନଙ୍କ କାମ ସେମାନେ ଭଲ କଲେ କହିବେ, ଖରାପ କଲେ କହିବେ। ଯଦି ଆପଣ ସଠିକ ରାସ୍ତାରେ ଚାଲୁଛନ୍ତି ତେବେ ଲୋକଙ୍କ କଥା ନ ଶୁଣି ନିଜ ଭାବନା କଥା ଶୁଣନ୍ତୁ, ନିଜ କର୍ତ୍ତବ୍ୟ କରି ଚାଲନ୍ତୁ, ବିଜୟ ନିଶ୍ଚୟ ହେବ। ଜୀବନରେ ଭାଗ୍ୟକୁ ଭରସା କରି ବସି ରହିଲେ କଦାପି ଆଗକୁ ବଢ଼ିପାରିବେ ନାହିଁ। ସଫଳ ହେବାକୁ ହେଲେ ପ୍ରୟାସ କରିବାକୁ ପଡ଼ିବ। ଯଦି କାହା ଭିତରେ କିଛି ଭୁଲ ଦେଖୁଥାଅ ତେବେ ତା ସହିତ କଥା ହୁଅ। ଯଦି ସମସ୍ତଙ୍କ ଭିତରେ ଭୁଲ ଦେଖାଯାଉଛି ତେବେ ଥରେ ନିଜ ସହିତ କଥା ହୁଅ। ସହିବାର ଯଦି ସାମର୍ଥ୍ୟ ନାହିଁ ତେବେ କହିବାର ସାହସ ରଖ ନାହିଁ। କାହିଁକି ନା ଜବାବର ପ୍ରତି ଜବାବ ଦୁଇଗୁଣ ହେଇ ଫେରିଥାଏ। ଏ ଜୀବନ ଏକ ଖେଳ ସଦୃଶ ହୋଇଥାଏ। ଏଠି ତୁମେ ଖେଳାଳି ହେବ ନା ଖେଳନା ହେବ ଏହା ତୁମ ଉପରେ ହିଁ ନିର୍ଭର କରିଥାଏ। ଯେଉଁ ବ୍ୟକ୍ତି ଅନ୍ୟର ଖୁସିକୁ ଦେଖି ଈର୍ଷା କରୁଥାଏ ସେ ବ୍ୟକ୍ତି ସର୍ବଦା ଦୁଃଖୀ ହୋଇ ରହିଥାଏ। ଯେଉଁ ବ୍ୟକ୍ତି ଅନ୍ୟର ଖୁସିରେ ଖୁସି ହେବାର କଳା ଶିଖି ଯାଇଥାଏ ସେ ବ୍ୟକ୍ତି କେହି ଛୁଇଁ ପାରି ନଥାଏ। ନିଜର ସମସ୍ୟା ଓ ଦୁଃଖ କଷ୍ଟକୁ କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। କାହିଁକି ନା ସାହାଯ୍ୟ କରିବାକୁ କେହି ଏଠି ରହିବେ ନାହିଁ, କିନ୍ତୁ ମଜାକ ବନାଇବା ପାଇଁ ହଜାରେ ଲୋକ ଆସିଯିବେ। ଯଦି କେହି ଜୀବନରେ ଆପଣଙ୍କ କାମକୁ ନେଇ ପରିହାସ କରୁଥାଏ ତେବେ ମନ ଦୁଃଖ କରନ୍ତୁ ନାହିଁ। କାରଣ ମଜବୁତ ମଣିଷ ବିରୋଧରେ ପରିହାସ କରିବା ଦୁର୍ବଳ ମଣିଷର ଅସ୍ତ୍ର ହୋଇଥାଏ। ରାତି ନଥିଲେ ସକାଳର ମହତ୍ତ୍ୱ କିଛି ନଥାଏ। ଠିକ୍ ସେହିପରି ଜୀବନରେ ଦୁଃଖର ବାଦଲ ନ ଆସିଲେ ସୁଖର ଅନୁଭବ ମଧ୍ୟ ହୋଇନଥାଏ। ଜୀବନରେ ଏକୁଟିଆ ବଞ୍ଚିବା ଅଭ୍ୟାସ କରି ନିଅନ୍ତୁ। କାହିଁକି ନା ଲୋକ ଆଜି ନହେଲେ କାଲି ତୁମ ସାଥ ଛାଡ଼ିଦେବେ। ସବୁ ସମ୍ପର୍କରେ ବିଶ୍ୱାସ ରଖନ୍ତୁ, ବାଣୀରେ ମଧୁରତା ଆଣନ୍ତୁ। କାରଣ ଏହା ହିଁ ଜୀବନର ବଞ୍ଚିବାର କଳା ଅଟେ। ନିଜେ ଖୁସିରେ ରୁହ, ଅନ୍ୟକୁ ଦୁଃଖ ନ ଦିଅ। ଏ ଜୀବନ ବହୁ ସୁନ୍ଦର ଅଟେ। କେବେ ହସାଏ ତ ପୁଣି କେବେ କନ୍ଦାଏ, କିନ୍ତୁ ସବୁ ପରିସ୍ଥିତିରେ ନିଜକୁ ଖୁସି ରଖିଥାଅ। ଜୀବନ ତା ଆଗରେ ମୁଣ୍ଡ ନୁଆଁଇଥାଏ। ଲାଇଫରେ ଯେତେ ଦୁଃଖ କଷ୍ଟ ଆସୁ, ଯଦି ସେଥିରୁ କିଛି ଶିକ୍ଷା ନେଇ ଜୀବନରେ ଆଗକୁ ବଢ଼ିବେ ତେବେ ଦୁଃଖ କଷ୍ଟ ଆପଣଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ। ଯଦି କିଏ ଆପଣଙ୍କ ସହିତ ଖରାପ ବ୍ୟବହାର କରୁଛି ଆପଣ ତା ସହିତ ନା ଖରାପ ବ୍ୟବହାର କରନ୍ତୁ ନା ଭଲ ବ୍ୟବହାର, ଖାଲି ତା ଠାରୁ ଦୂରେଇ ରୁହନ୍ତୁ। ଯେଉଁଦିନ ଆପଣ ନିଜ ହସର ମାଲିକ ନିଜେ ହୋଇଯିବେ ସେହିଦିନ ଠାରୁ ଆପଣଙ୍କୁ କେହି କନ୍ଦାଇବେ ନାହିଁ। କିଏ ଭଲ କିଏ ଖରାପ କାହା ଚେହେରା ଦେଖି ଜାଣି ହୋଇ ନଥାଏ, କିନ୍ତୁ ଲୋକ ଯେମିତି ଦେଖାଯାଆନ୍ତି ପ୍ରକୃତରେ ସେମିତି ହୋଇନଥାନ୍ତି। ସମସ୍ତେ ଆପଣଙ୍କ ପରି ହୋଇନଥାନ୍ତି। ସେଥିପାଇଁ କେବେ ବି ତାଙ୍କ ପାଖରୁ ଏହା ଆଶା ରଖିବ ନାହିଁ ଯେ ତୁମେ ତାଙ୍କ ପାଇଁ ତାହା କରିଥିଲ। ଖୁସି ରହିବାର ଏହା ହିଁ ଏକ ଉପାୟ ହେଉଛି କି ଯେଉଁ ଜାଗାରେ ତୁମର କିଛି ମୂଲ୍ୟ ନାହିଁ ସେଠାରୁ ଚୁପଚାପ ଚାଲି ଆସିବା ହିଁ ଭଲ। ଜୀବନ ସହଜ ହୋଇଥାଏ, କିନ୍ତୁ ଲୋକ ଚିନ୍ତା କରିକି ଏହାକୁ କଠିନ କରି ଦେଇଥାନ୍ତି। ଯଦି ଜୀବନରେ ସବୁବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ ତେବେ ବର୍ତ୍ତମାନକୁ ବି ଶାନ୍ତିରେ ବଞ୍ଚିପାରିବେ ନାହିଁ। ଜୀବନରେ ହାରିଯିବା ବି ଗୋଟିଏ ଶିକ୍ଷା ଦେଇଥାଏ, ନିଜକୁ ବଦଳାଇବା ପାଇଁ ଆଉ ଗୋଟିଏ ସୁଯୋଗ ଦେଇଥାଏ। ଯଦି ଜୀବନରେ ଖୁସିରେ ରହିବା ପାଇଁ ଚାହୁଁଥାଅ ତେବେ ନିଜର ତୁଳନା ଅନ୍ୟ ସହିତ କରିବା ବନ୍ଦ କର। କାହିଁକି ନା ଲୋକ ଆଜିକାଲି ନିଜ କଷ୍ଟ ପାଇଁ ଦୁଃଖରେ ନାହାନ୍ତି, ବରଂ ଅନ୍ୟର ଖୁସି ଦେଖି ଦୁଃଖୀ ହେଉଛନ୍ତି। ଆମ ପାଖରେ ଯେତିକି ଅଛି ସେତିକିରେ ଖୁସି ରହିବାକୁ ଚେଷ୍ଟା କରିବା ଉଚିତ। କାହିଁକି ନା ଅତ୍ୟଧିକ ଆଶା
ଆଉ ଲୋଭ ମଣିଷକୁ ଦୁଃଖ ଭିତରକୁ ଟାଣି ନେଇଥାଏ। ଦୋଷ ନକରି ଯେତେବେଳେ ଦୋଷୀ ହୋଇଯିବ ସେତେବେଳେ ନିଜକୁ ଚୁପ୍ ରଖିବା ଭଲ, କାରଣ ଚିତ୍କାର କରି କେବେ ବି ନିର୍ଦ୍ଦୋଷର ପ୍ରମାଣ ଦିଆଯାଏ ନାହିଁ। ଏ ଦୁନିଆରେ ଆମ ଦୋଷ ଦେଖିବାକୁ 1000 ଲୋକ ମିଳିଯିବେ, କିନ୍ତୁ 1000 ଦୋଷର କ୍ଷମା ଦେବାକୁ କେବଳ 2 ଜଣ ହିଁ ହେବେ। ସେ ହେଲେ ବାପା, ଆଉ ଜଣେ ହେଲେ ମା। ନିଜର ଲୁହକୁ ନିଜ ହାତରେ ପୋଛିବାକୁ ଚେଷ୍ଟା କର, କାହିଁକି ନା ଆଜିକାଲି ଦୁନିଆରେ ଲୋକ ଦୁଃଖ କମ୍ ଦୁର୍ବଳତା ଅଧିକ ଜାଣିବା ପାଇଁ ପସନ୍ଦ କରୁଛନ୍ତି। ପାଣିରେ ନ ପଶିଲେ ଯେମିତି ପହଁରିବା ଶିଖି ହୁଏ ନାହିଁ, ଠିକ୍ ସେମିତି ଜୀବନରେ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ। ଏ ଦୁନିଆରେ ଅଧିକ ଘୃଣା ତାକୁ ମିଳିଥାଏ ଯିଏ ସବୁ ପରିସ୍ଥିତିରେ ସତ କହିଥାଏ। କାହା ଉପରେ ବିଶ୍ୱାସ କରିବାଟା ଭଲ ନୁହେଁ, କିନ୍ତୁ କାହା ବିଷୟରେ ନ ଜାଣି ନ ବୁଝି ଅନ୍ଧ ପରି ବିଶ୍ୱାସ କରିବା ଜୀବନରେ ବହୁତ ବଡ଼ ଭୁଲ ହୋଇଥାଏ। ଜୀବନରେ ବ୍ୟର୍ଥ ଚିନ୍ତା କଲେ କିଛି ହେବ ନାହିଁ, କାହିଁକି ନା ଭଗବାନଙ୍କ ଇଚ୍ଛା ତୁମ ଜୀବନରେ ସବୁକିଛି ଘଟିଥାଏ। ସେଥିପାଇଁ ଆମକୁ ଜୀବନର ରାସ୍ତାରେ ମିଳିଥିବା କିଛି ଖୁସିକୁ ସାଉଁଟି ନେଇ ଦୁଃଖକୁ ବଢ଼ି ଆଗକୁ ଚାଲିବାର ଅଛି। ମନେ ରଖନ୍ତୁ, ଆପଣଙ୍କର ସବୁଠୁ ବଡ଼ ଶତ୍ରୁ ହେଉଛନ୍ତି ଆପଣ ନିଜେ, କାହିଁକି ନା ଆପଣ ନିଜର ଦୋଷ ନିଜେ ଦେଖିପାରନ୍ତି ନାହିଁ। ଯିଏ ସେହି ଦୋଷକୁ ଆପଣଙ୍କୁ ଦେଖାଏ, ଆପଣ ତାକୁ ହିଁ ନିଜର ଶତ୍ରୁ ବୋଲି ମାନି ନେଇଥାନ୍ତି। ଆପଣଙ୍କ ଜୀବନରେ କେତେବେଳେ କ'ଣ ହେବ, ଏହା ଆମ ଭାଗ୍ୟ ଉପରେ ହିଁ ନିର୍ଦ୍ଧାରିତ ହୋଇଥାଏ। ତେବେ ଆମେ ଆମର ଭାଗ୍ୟକୁ ତ ବଦଳାଇ ପାରିବା ନାହିଁ, ତେଣୁ ଆମେ ଚେଷ୍ଟା କରିବା ଆମର ସ୍ୱଭାବକୁ ବଦଳାଇବା ପାଇଁ। ଯଦି କୌଣସି ମଣିଷ ଆପଣଙ୍କୁ ତା'ର ଆବଶ୍ୟକ ସମୟରେ ମନେ ପକାଏ, ତାକୁ କେବେ ବି ଖରାପ ଭାବିବେ ନାହିଁ, କାହିଁକି ନା ସେ ଅନ୍ଧାର ହୋଇଯାଏ ସେତେବେଳେ ଦୀପ କଥା ହିଁ ମନେ ପଡ଼େ। ପ୍ରତ୍ୟେକ ଖରାପ ସମୟ ଆମକୁ କଷ୍ଟ ଦିଏ କିନ୍ତୁ ପ୍ରତ୍ୟେକ କଷ୍ଟ ଆମକୁ ଶିକ୍ଷା ଦିଏ ମଧ୍ୟ, ଆଉ ସେହି ଶିକ୍ଷା ହିଁ ଆମ ଜୀବନକୁ ବଦଳାଇ ଦିଏ। ଦୀପ ମାଟିର ହେଉ କିମ୍ବା ସୁନାର ହେଉ, ସେଇଟା ମହତ୍ତ୍ୱପୂର୍ଣ୍ଣ ନୁହେଁ, ଏହା କେତେ ପରିମାଣରେ ସ୍ଥାନକୁ ଆଲୋକିତ କରୁଛି ତାହା ହିଁ ମହତ୍ତ୍ୱପୂର୍ଣ୍ଣ। ଠିକ୍ ସେହିପରି ମଣିଷ ଗରିବ ହେଉ ଅବା ଧନୀ, ଏହା ମହତ୍ତ୍ୱପୂର୍ଣ୍ଣ ନୁହେଁ, ସୁନ୍ଦର ବ୍ୟବହାର ହିଁ ମହତ୍ତ୍ୱପୂର୍ଣ୍ଣ। ମଣିଷ ଅନ୍ୟର ଦୁଃଖକୁ କେବେ ବି ବୁଝିପାରିବ ନାହିଁ ଯେପର୍ଯ୍ୟନ୍ତ ସେ ନିଜେ ନିଜକୁ ଅନୁଭବ ନ କରିଛି। ମଣିଷ ଅନ୍ୟର କଷ୍ଟକୁ କେବେ ବି ଅନୁଭବ କରିପାରିବ ନାହିଁ ଯେପର୍ଯ୍ୟନ୍ତ ସେ କଷ୍ଟ ସେ ନିଜେ ଅଙ୍ଗେ ନ ଲିଭାଇଛି। କାହାର ସମ୍ମାନର ମୂଲ୍ୟ କ'ଣ ସେ ପର୍ଯ୍ୟନ୍ତ ବୁଝିପାରିବେ ନାହିଁ ଯେପର୍ଯ୍ୟନ୍ତ ନିଜ ସମ୍ମାନରେ ଆଞ୍ଚ ନ ଆସିଛି। ଜୀବନରେ ସବୁବେଳେ ସବୁକିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଆଉ ଅଶାନ୍ତିର ବାତାବରଣ ଭିତରକୁ ଟାଣି ନେଇଥାଏ। ତେଣୁ କଥା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ। ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚିପାରିବା। ପଇସା ସବୁ ସମସ୍ୟାର ସମାଧାନ ହୋଇନଥାଏ। ବେଳେବେଳେ ଏମିତି କିଛି ପରିସ୍ଥିତି ଆସେ ଯେଉଁଠି ପଇସା ଥାଇ ବି ତା'ର କିଛି ମୂଲ୍ୟ ନଥାଏ। କିଏ କ'ଣ କହିଲା ସେ କଥାକୁ ଗୁରୁତ୍ୱ ଦେବା ଉଚିତ ନୁହେଁ, କାହିଁକି ନା ତୁମେ ନିଜେ କ'ଣ ତୁମେ ହିଁ ଜାଣିଛ, ଆଉ କାହାକୁ ପ୍ରମାଣ କରିବାର କୌଣସି ପ୍ରୟୋଜନ ନାହିଁ। ଜୀବନରେ ନିନ୍ଦାରେ ବିଚଳିତ ହୋଇ କେବେ ବି ନିଜର ଲକ୍ଷ୍ୟ ପଥରୁ ଓହରି ଯାଆନ୍ତୁ ନାହିଁ, କାହିଁକି ନା ଜୀବନରେ ସଫଳ ହେବା କରୁଥିବା ଲୋକଙ୍କର ମତ ବଦଳି ଯାଇଥାଏ। ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢ଼ିବାକୁ ପଡ଼ିବ। ସମସ୍ୟା ଜୀବନରେ ଶେଷ ନୁହେଁ, ବରଂ ସେଇଠୁ ଏକ ନୂଆ ଜୀବନ ଆରମ୍ଭ ହୁଏ। ଧୈର୍ଯ୍ୟ ଧରି ଚାଲିବା ଆବଶ୍ୟକ। ଖୁସିରେ ରହିବାକୁ ହେଲେ ଯେଉଁଟା ନିଜ ଆତ୍ମା କହୁଛି ସେଇଟା କର। ଏ ଦୁନିଆ କ'ଣ କେବେ କାହାକୁ ଭୟ କରନ୍ତୁ ନାହିଁ, କାହିଁକି ନା ଏ ଦୁନିଆ କେବଳ କହିଥାଏ, କେବେ ବି କିଛି ଦେଇନଥାଏ। ଆଉ ଏ ଦୁନିଆରେ ଯିଏ ନିଜ ଦୁଃଖ କଷ୍ଟକୁ ଲୁଚାଇ ହସି ପାରିଲା, ସେ ହିଁ ଜୀବନରେ ବଞ୍ଚିବା ଶିଖିଗଲା। ଯଦି ତୁମେ ଶାନ୍ତିରେ ରହିବାକୁ ଚାହଁ, ତେବେ ଅନ୍ୟର ବଦଳିବାକୁ କେବେ ଅପେକ୍ଷା କରନ୍ତୁ ନାହିଁ, ବରଂ ନିଜେ ବଦଳି ଯାଆନ୍ତୁ। ଧନ ଆଉ ଯୌବନକୁ ନେଇ କେବେ ଗର୍ବ କରିବେ ନାହିଁ, କାରଣ ଯେଉଁ ଜିନିଷ ଗଣା ଯାଇପାରେ ତାହା ବି ଦିନେ ଶେଷ ହୋଇଯାଇଥାଏ। ନିଜ ଶରୀରକୁ ଆବଶ୍ୟକତାଠାରୁ ଅଧିକ ସଜାଅ ନାହିଁ, କାରଣ ସେ ତ ଦିନେ ମାଟିରେ ମିଶିଯିବ। ଯଦି ସଜାଡ଼ିବାକୁ ଚାହୁଁଛ, ତେବେ ନିଜ ବିବେକକୁ ସଜାଡ଼, କାରଣ ମୃତ୍ୟୁ ପରେ ମଧ୍ୟ ଲୋକ ତୁମକୁ ମନେ ପକାଇବେ। ଯଦି କେହି ତୁମଠାରୁ ଦୂରେଇ ରହିବାକୁ ଚାହୁଁଛି, ତେବେ ଯେତେ କଷ୍ଟ ହେଉ ପଛେ ମନକୁ ବୁଝେଇ ଦୂରେଇ ରହିଯାଅ, ହେଲେ କାହାକୁ ଭିକ ମାଗି ନିଜ ଆତ୍ମସମ୍ମାନକୁ ହରାଅ ନାହିଁ, କାରଣ ସମ୍ମାନ ହିଁ ସବୁକିଛି ଦେଇଥାଏ।
ସବୁବେଳେ ଶୂନ ଭଳି ହେବାକୁ ଚେଷ୍ଟା କର, କାରଣ ଶୂନ୍ୟର ମୂଲ୍ୟ କୌଣସି ମୂଲ୍ୟ ନଥାଏ, କିନ୍ତୁ ସେ ଯାହା ସହିତ ମିଶିଯାଏ ନା ତାର ମୂଲ୍ୟ ବଢ଼ାଇ ଦେଇଥାଏ।